मैडम ଆଜ୍ଞା 5 मिनिट्स टाइम दे पारिबे टिके मते ଆଜ୍ଞା गोटे जिंस खाली मते क्लियर करिवे ଆଜ୍ଞା आपण आगरो स्टेट गवर्नमेंट हाई स्कूल रे थिले ଆଜ୍ଞା एबे आदर्श विद्यालय रे अछंती तो ଆଜ୍ଞା दुईटा स्कूल रे कोन डिफरेंस अछि जदि गोटे पिला दुईटा जाको एग्जाम क्वालिफाई करूछि ताले से काहे की ओएबी को चूज करिवो काहे की करिवो नाही ଆଜ୍ଞା ତ ମ୍ୟାଡ଼ାମ୍ ମୁଁ ପ୍ରଥମେ କହିବି କାହିଁକି OAVକୁ ଆମେ ଜଏନ୍ କରିବା ଦରକାର। ଫାଷ୍ଟ ଅଫ୍ ଅଲ୍ ଯେଉଁମାନଙ୍କ ପାଖରେ ଜବ୍ ନାହିଁ ତ ଯେକୌଣସି ଜବ୍ ପାଉଛନ୍ତି ତ ଜଏନ୍ କରିଦେବା ଦରକାର ହେଲା। ଏଇଟା ତ ଫ୍ୟାମିଲି ନେସେସିଟି ପାଇଁ କି ନିଜର ଯେକୌଣସି ଡ୍ରିମ୍ ଫୁଲଫିଲ୍ କରିବା ପାଇଁ ଜବ୍ କରିବା ଦରକାର। ବାକି ଯଦି ଆମେ କମ୍ପେୟାର କରିବା ୱିଥ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁ ସ୍କୁଲ୍ ନର୍ମାଲ୍ ହାଇସ୍କୁଲ୍ ଆଉ OAV ଭିତରେ ତ ପଇସାର ମ୍ୟାଡ଼ାମ୍ ବହୁତ ଡିଫରେନ୍ସ ରହୁଛି। ଯେମିତିକି ଆମର 4600 ଗ୍ରେଡ୍ ପେ କିନ୍ତୁ ମୁଁ ଯେତେବେଳେ ଜଏନ୍ କରିଥିଲି ଆଜ୍ ଏ CST ସେତେବେଳେ ତ କଣ୍ଟ୍ରାକ୍ଚୁଆଲ୍ ବେସିସ୍ରେ ଥିଲା କିନ୍ତୁ ଏବେ RST ମାନଙ୍କର ବି 4200 ଗ୍ରେଡ୍ ପେ ରହୁଛି। ତ ଆପଣ କାଲକୁଲେଟ୍ ଯଦି କରିକି ଦେଖିବେ ବେସିକ୍ DA ଆଉ HRA ତ ପାଖାପାଖି 15,000 ରୁ 17,000 ଭଳିଆ ଡିଫରେନ୍ସ ରହିଯିବ ଫାଷ୍ଟ ଜଏନିଂ ବେଳକୁ। ଆଉ ଯେତେ ଆପଣଙ୍କର ଇନକ୍ରିମେଣ୍ଟ ହେଇ ଚାଲିବ ପ୍ରତିବର୍ଷ ସେ ଡିଫରେନ୍ସଟା ସେତେ ବଢ଼ି ଚାଲିବ। ତ ପଇସା ପାଇଁ ମୁଁ କହିବି ପଇସାଟା ଗୋଟେ ମେଜର ଫ୍ୟାକ୍ଟର। ଆପଣ ବହୁତ ଅଧିକା ଟଙ୍କା ଦରମା ପାଇବେ। ତ OAVକୁ ଯେଉଁମାନଙ୍କର ମନିର ନେସେସିଟି ବହୁତ ଅଛି ତ ସେମାନେ OAV ହିଁ ଜଏନ୍ କରିବା ଦରକାର। ଆଉ ବାକି OAVରେ ଆଜ୍ ସଚ୍ ସେମିତି କିଛି ବେନିଫିଟ୍ସ ନାହିଁ। ଏଇଟା ହେଉଛି ମାନେ ହାର୍ଡ଼ ବଟ୍ ଟ୍ରୁଥ୍। ଆଉ କାହିଁକି ଜଏନ୍ କରିବା କଥା ନୁହେଁ। ମୁଁ ମ୍ୟାଡ଼ାମ୍ ଯେତେବେଳେ ହାଇସ୍କୁଲରେ ଜଏନ୍ କରିଥିଲି ମୋର ଦିନକୁ ମାତ୍ର 2ଟି କ୍ଲାସ୍ ପଢ଼ୁଥିଲା। କେଉଁ ଦିନ ବିଲକୁଲ କ୍ଲାସ୍ ବି ପଢ଼ୁନଥିଲା କାରଣ ଆମକୁ TGT ସାଇନ୍ସ ହେଇକି ମୁଁ ଜଏନ୍ କରିଥିଲି କେବଳ 9-10କୁ ଆମେ ପଢ଼ଉଥିଲୁ। ତ ଦିନକୁ ଗୋଟେ କ୍ଲାସ୍ କିମ୍ବା ମ୍ୟାକ୍ସିମମ୍ 2ଟା କ୍ଲାସ୍ ପଢ଼େ। ତ ଟିକେ ଆପଣଙ୍କୁ ରିଲାକ୍ସଡ୍ ଜବ୍ ସେଇଟା ତା ସହିତ ଏକ୍ସଟ୍ରା ଅଫିସିଆଲ ୱାର୍କ ବେଶୀ ବି ନଥାଏ। ତ ଏ ଦିଗରେ ଆପଣ ପିସ୍ ଯଦି ଚାହୁଁଛନ୍ତି ତାହେଲେ ହାଇସ୍କୁଲ ଇଜ୍ ବେଷ୍ଟ। ଆଉ ତାପରେ OAVରେ କ'ଣ ଆଜ୍ ଏ ସାଇନ୍ସ ଟିଚର ଯଦି ଆପଣ ଜଏନ୍ କରୁଛନ୍ତି ତାହେଲେ ମିନିମମ୍ ତ ଆପଣଙ୍କୁ 6ଟା କ୍ଲାସ୍ କରିବାକୁ ହିଁ ପଡ଼ିବ। 8ଟା ପିରିୟଡ଼ ଭିତରୁ ଆପଣଙ୍କୁ 6ଟା କ୍ଲାସ୍ ତ ମିନିମମ୍ କରିବେ। ପ୍ଲସ୍ ଯଦି କେତେବେଳେ ଆରେଞ୍ଜମେଣ୍ଟ କ୍ଲାସ୍ ରହିଗଲା କିମ୍ବା ପିଲାଙ୍କର ଡାଉଟ୍ କ୍ଲିୟରିଂ କ୍ଲାସ୍ ରହିଗଲା ତାହେଲେ ଫୁଲ୍ ପିରିୟଡ଼ 8ଟା ଯାକ ପିରିୟଡ଼ ବି ଆପଣଙ୍କୁ ପଢ଼ିବାକୁ ପଡ଼ିବ। ତ ଭାବନ୍ତୁ ହଁ 8ଟା ପିରିୟଡ଼ ଆମେ ୟଙ୍ଗ୍ ଥିଲାବେଳେ କରିଦେବା, ଯେତେବେଳେ ଟିକେ ବୟସ ହେଇଯିବ ସେତେବେଳେ ମଣିଷର ପଇସା ଠାରୁ ଅଧିକା ପିସ୍ ଦରକାର ହେବ। ଆଉ କେବେ ବି ପସିବଲ୍ ନୁହେଁ 8ଟା ପିରିୟଡ଼ ଆପଣ କଣ୍ଟିନ୍ୟୁଅସଲି ବଡ଼ ପାର୍ଟି କରିକି ଗୋଟେ କ୍ଲାସ୍ ଅଫ୍ 40 ଷ୍ଟୁଡେଣ୍ଟକୁ ଆପଣ ଆଡ୍ରେସ୍ କରୁଛନ୍ତି ଆଉ ଠିକ୍ ଭାବରେ ଆପଣ ପ୍ରପର୍ ଏଫିସିଏନ୍ସି ଦେଇକି 8ଟାଙ୍କ ପିରିୟଡ଼ ପଢ଼େଇ ପାରିବେ ନାହିଁ। ତ ଏ ଜାଗାରେ ଟିଚର ଯାହା ବି ହେଲେ ଟିକେ କମ୍ଫର୍ଟ ଖୋଜିବ ବା ଟିକେ ଶାନ୍ତି ପାଇଁ ଗୋଟେ 2ଟା ପିରିୟଡ଼ ବସିଯିବ, ଯାହାଫଳରେ ପିଲାମାନେ ବି ସଫରର ହେବେ ପ୍ଲସ୍ ଟିଚର ବି ମେଣ୍ଟାଲ ପିସ୍ ହାମ୍ପର ହେବ। ଆଉ ବାକି ରହିଲା ଆଉ କାମ କଥା ଅଫିସିଆଲ ଡ୍ୟୁଟି ବି ରହିବ କାରଣ ବହୁତ ଗୁଡ଼ିଏ OAVରେ କ୍ଲର୍କ ପୋଷ୍ଟିଂ ଦେଉନାହାନ୍ତି ତ କ୍ଲରିକାଲ କାମ ବି ଆପଣଙ୍କୁ କରିବା ପାଇଁ ପଡ଼ିବ। ବେଳେବେଳେ ସୁଇପରର କାମ ବି ଆପଣଙ୍କୁ କରିବାକୁ ପଡ଼ିବ, ଗାର୍ଡେନର ବି ଗୋଟେ ଆପଣଙ୍କୁ ହେବାକୁ ପଡ଼ିବ। ତ OAVରେ ଏବେ ବି ବହୁତ ଗୁଡ଼ିଏ ଡେଭଲପମେଣ୍ଟସ୍ ବାକି ଅଛି ଆଉ ସେ କେବେ ଫୁଲଫିଲ୍ ହେବ ବି ଆମେ କହିପାରିବାନି। ତ ସାଇନ୍ସ ଟିଚର TGT ମ୍ୟାଥ୍ TGT SST ଏମାନେ ସମସ୍ତେ ଯେତିକି ରହିଲେ ଏମାନଙ୍କର ଯଦି ଆପଣ OAV ଜଏନ୍ କରୁଛନ୍ତି କାମ ଆପଣଙ୍କୁ ବହୁତ କରିବାକୁ ପଡ଼ିବ। କ୍ଲାसेସ୍ ତ ଏନି ହାଉ ଆପଣଙ୍କର 6 to 7 କ୍ଲାसेସ୍ ରହିବ ପ୍ଲସ୍ ଆପଣଙ୍କର ଅଦର ଅଫିସିଆଲ ଡ୍ୟୁଟିରୁ ବି ବଞ୍ଚିପାରିବେ ଆପଣ ନାହିଁ ଗଲା। ଦେନ୍ କିନ୍ତୁ କିଛି ସବଜେକ୍ଟର ଟିଚର ମାନେ ଅଛନ୍ତି ଯେଉଁମାନଙ୍କର କି ପିରିୟଡ଼ ସେମ୍ ହିଁ ରହିବ। ଯଦି ଆପଣ ସେଠି ଥାନ୍ତେ ମାନେ ହାଇସ୍କୁଲରେ ଥାନ୍ତେ ହୁଏତ ଆପଣଙ୍କୁ ଅଧିକା ୱାର୍କଲୋଡ଼ ପଡ଼ିଥାନ୍ତା କିନ୍ତୁ OAVରେ କମ୍ ଅଛି। ଯେମିତିକି ମୁଁ କହିବି ମ୍ୟୁଜିକ୍ ଟିଚର, ଆର୍ଟ ଟିଚର, PET ଟିଚର ଆଣ୍ଡ ଆମର DGT ହିନ୍ଦୀ, DGT ସାଂସ୍କ୍ରିଟ ଏମାନଙ୍କର ମ୍ୟାକ୍ସିମମ୍ 4 to 5 କ୍ଲାसेସ୍ ହିଁ ରହିବ ଆଉ କିନ୍ତୁ ହ୍ୟାଣ୍ଡସମ୍ ସାଲାରୀରେ କମ୍ପ୍ରମାଇଜ୍ ରହିବ ନାହିଁ। ଆଉ ଗୋଟେ ଦିନରେ 8ଟା ପିରିୟଡ଼ରୁ ଆମେ 4ଟା ପିରିୟଡ଼ ତ ଇଜିଲି କରିଦେବା, ସେଥିରେ ପ୍ରୋବ୍ଲେମ୍ ହେବନି। ଆଉ ଏଇଟା ହେଉଛି ଜିନିଷ। ଆଉ ତେଣୁକରି ଯେଉଁମାନଙ୍କର ପିସ୍ ଓଭର ମନି ଦରକାର ଦେ ସୁଡ୍ ଚୁଜ୍ ହାଇସ୍କୁଲ। ଆଉ ଯେଉଁମାନଙ୍କର ମନିଟା ବହୁତ ନେସେସିଟି, ଘରର ପ୍ରୋବ୍ଲେମ୍ ସେମିତି ଅଛି ଯେମିତିକି ଆମେମାନେ ଚୁଜ୍ କରିଛେ ତ OAV ଜଏନ୍ କରିବା ଦରକାର। थैंक यू